କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ଏବଂ ସେ ମୁଖ୍ୟମନ୍ତ୍ରୀ ବନିବେ ତାକୁ ସମସ୍ତ ଦେଶବାସୀ ଅପେକ୍ଷା କରିଥିବା ବେଳେ ଏହାକୁ ନେଇ ସଟ୍ଟା ବଜାର ବି ଚଳଚଞ୍ଚଳ ହୋଇଯାଇଛି। ସଟ୍ଟା ବଜାର ବା ଜୁଆ ବଜାର ସାଧାରଣତଃ ବା ଭାରତରେ ଯଦି ଦେଖିବା ସାମଗ୍ରିକ ଭାବରେ ଏହା ବେଆଇନ ଏବଂ ଏହାକୁ ନିଷିଦ୍ଧ ମଧ୍ୟ ଘୋଷଣା କରାଯାଇଛି। କିନ୍ତୁ ତା ବାଦ ମଧ୍ୟ ସଟ୍ଟା ବଜାରର ମାହୋଲ ସରଗରମ ରହିଛି। ଆପଣମାନେ ଜାଣିଥିବେ ଯେତେବେଳେ ବଡ଼ ବଡ଼ କ୍ରିକେଟ ମ୍ୟାଚ୍ ହୁଏ ବା କୌଣସି କ୍ରୀଡ଼ା ମ୍ୟାଚ୍ ହୁଏ ସେତେବେଳେ ମଧ୍ୟ ସଟ୍ଟା ବଜାରରେ ଲୋକ ଟଙ୍କା ନିବେଶ କରନ୍ତି। ବିଭିନ୍ନ ଖେଳାଳିଙ୍କ ଉପରେ ସେମାନେ ନିଜର ଟଙ୍କା ନିବେଶ କରିଥାନ୍ତି। ତା ସହିତ ବିଭିନ୍ନ ଟିମ୍କୁ ନେଇ ମଧ୍ୟ ଏହି ସଟ୍ଟା ବଜାର ଚଳଚଞ୍ଚଳ ହୁଏ। ଠିକ୍ ସେମିତି ପଶ୍ଚିମବଙ୍ଗ ରାଜନୀତିକୁ ନେଇ ମଧ୍ୟ ସଟ୍ଟା ବଜାର ଚଳଚଞ୍ଚଳ ହୋଇଛି ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେବେ ନା ନାହିଁ, ତୃଣମୂଳ କଂଗ୍ରେସ ପୁଣି କ୍ଷମତାକୁ କମବ୍ୟାକ୍ କରିବ ନା ନାହିଁ, ବିଜେପି କ୍ଷମତା ହାତେଇ ନେବ କି,